ଆଜି ବି ରହିଛି ମହାଭାରତ। ଆଜି ମଧ୍ୟ ସମାଜରେ ଘରଠାରୁ ଦେଶ ପର୍ଯ୍ୟନ୍ତ ସମସ୍ତ ଜାଗାରେ ଦୁର୍ଯୋଧନ ଅଛନ୍ତି ଏବଂ ରାଜ୍ୟ ପାଇଁ ଧନ ପାଇଁ ଭାଇ ଭାଇ ମଧ୍ୟରେ ହଣାକଟା ଚାଲିଛି। ବଡ଼ମାନଙ୍କୁ ସମ୍ମାନ ନାହିଁ, ଛୋଟମାନଙ୍କୁ ଆଦର ନାହିଁ। ଆଜି ମଧ୍ୟ ଦୁଃଶାସନ ପ୍ରତି ଗାଁରେ, ପ୍ରତି ଜିଲ୍ଲାରେ, ପ୍ରତି ରାଜ୍ୟରେ ରହିଛନ୍ତି। ସେମାନେ ଆଜି ମଧ୍ୟ ତାଙ୍କର ଅନ୍ୱେଷଣରେ ଦ୍ରୌପଦୀମାନେ ଅଛନ୍ତି। ଶଙ୍କୁଣୀ ଭଳି ଟାଉଟରମାନେ ଆଜି ମଧ୍ୟ ରହିଛନ୍ତି। ସେମାନଙ୍କର କାମ ହେଲା କଳି ଲଗାଇବା, ନିଜର ଲାଭ ଉଠାଇବା। ପ୍ରତି ଘରେ ଶଙ୍କୁଣୀ ରହିଛି। ପ୍ରତି ପଡ଼ାରେ, ପ୍ରତି ଗାଁରେ, ପ୍ରତି ଜିଲ୍ଲାରେ, ସମସ୍ତ ଜାଗାରେ ଶଙ୍କୁଣୀ ଏମାନେ ଟାଉଟରମାନେ ଅଛନ୍ତି। କର୍ଣ୍ଣ ମଧ୍ୟ ରହିଛନ୍ତି ଆଜିକାଲି। ଯେଉଁ କର୍ଣ୍ଣ କି ଅନ୍ୟାୟକୁ ସମର୍ଥନ କରିଥିଲା ବୋଲି ତାର ଜୀବନ ଗଲା। ଆଜି ମଧ୍ୟ କର୍ଣ୍ଣମାନେ ଅଛନ୍ତି। ଅନ୍ୟାୟକୁ ସମର୍ଥନ କରି କରି ତାଙ୍କର ଜୀବନ ଚାଲିଯାଉଛି। କୁରୁସଭାରେ ଭୀଷ୍ମ ଦ୍ରୋଣ ଏମାନେ ଦ୍ରୌପଦୀଙ୍କର ବସ୍ତ୍ରହରଣ ସମୟରେ ନୀରବ ଭାବରେ ଦେଖୁଥିଲେ। ଆଜି ମଧ୍ୟ ସମାଜରେ ଯେଉଁମାନେ ଶିକ୍ଷିତ କହୁଛୁ ସେମାନେ ସବୁ ଦେଖନ୍ତି, କିଛି କହନ୍ତି ନାହିଁ। କାଲି ଆମର ଉପରକୁ ବିପଦ ମାଡ଼ି ଆସିବ। ଆଜି ଅନେକ ଦ୍ରୌପଦୀ ଦେଶରେ ନ୍ୟାୟ ପାଇଁ ଲଢ଼ୁଛନ୍ତି, କିନ୍ତୁ ନ୍ୟାୟ ମିଳୁନାହିଁ। କାହିଁକି ନା ଭାରତରେ ଅନ୍ଧା କାନୁନ ଚାଲିଛି। ଦୋଷୀକୁ ସବୁବେଳେ ସରକାର ଘୋଡ଼େଇବାରେ ବ୍ୟସ୍ତ। ଟଙ୍କା ପାଇଗଲେ ନ୍ୟାୟ ମଧ୍ୟ ଶୋଇ ଦେଉଛି। ଆଜି ବି ଦେଶରେ ଅନେକ ଗାନ୍ଧାରୀ ଅଛନ୍ତି, ଆଖିରେ ପଟି ବାନ୍ଧିଲା ଭଳି। ସେମାନେ ଦେଖିକି ମଧ୍ୟ ନ ଦେଖିଲା ଭଳି ହେଉଛନ୍ତି। ତେଣୁକରି ସମସ୍ତେ ଧର୍ମକୁ ମାନି ଚଳ। ଧର୍ମକୁ ମାନି ଚଳିଲେ ଦେଶ ଭଲରେ ରହିବ। ଦେଶ ଭଲ ରହିଲେ ଶାନ୍ତି ପ୍ରତିଷ୍ଠା ହେବ, ରାମ ରାଜ୍ୟ ଗଠନ ହୋଇଯିବ। ତେଣୁକରି ଧର୍ମ ହେଉଛି ସବୁଠାରୁ ମୁଖ୍ୟ।